जय जगन्नाथ। दाढ़ता भक्ति रसामृत चतुर्थ अध्याय दीनबंधु दास संवाद। मन उवाच मन बोलई चैतन शुणिले कर्णर विधान मोर कलमस जेते थिला श्रवण मात्रे दूरे गला कली जुगरे एही मते तरित जाइछन्ति जेते जानि नथिले कह किछि शुणिबा श्रद्धा मोर अछि ता शुणि बोले चैतन एबे तू शुण हो राजन कली जुगरु जे व्यवस्था अश्रुल गोचर कथा जहा शुणिछि साधु मुखु ताहा मु कहिबि तुम्भकु अबंती नगर ता घर जातिरे अटे द्विजबर नाम ता दीन बंधु दास कृष्ण कथारे बड़ आस हरिचरण बिना अन्ये श्रद्धा न बळे तार मने ताहार सुत बेनी गोटी पत्नीर नाम ता मालती खटिछि एक बधू तार साधवी चतुरी सुंदर कुटुंब 5 जन तार एक कुआरे कंतर प्रभुंक जस गुण जेते नित्य चिंतन्ति हृदगते साधुंक मुखुर सबाणी निरते कर्ण पुटे शुणी बदने प्रभु नाम भजी असत्य संग दूरे तेजी मिथ्या वचन न भासन्ति निरते परहिते थान्ति सर्वदा साधुंक चरण सेवारे थान्ति 5 जन दुखी दरिद्रंकु देखिले दियन्ति अन्न वस्त्र भले जोगी सन्यासी ब्रह्मचारी ब्राह्मण वैष्णव भिकारी एमाने प्रवेशिले जेते नाही न बोले कदाचिते शक्य अनुक्रमे से देई नथिले कहइबि नई दुआरु निराश होइन लेउटी नाही एक जन एमंत केते दिन गला ता कीर्ति जगते पुरिला जानिले प्रभु भगवान बिड़िबा पाई तार मन माया सन्यासी रूप धरी विजय कले नर हरि हस्तरे दंड कमंडल तुलसी माळ वक्षस्थल कसावसन परिधान सर्वांगे विभूति भूषण एमंत बेसे दामोदर मिलिले अबंती नगर तक्षके राई आज्ञा देले हे सर्प जीवु तु बोइले जे दिन बंधु दास पुओ ताकु दंशिबु बेगे जाओ आज्ञा प्रमाणे सर्प गला दासंक पुत्र को दंशिला ता ज्येष्ठ पुत्र प्राणहारी तक्षणे गला जमपुरी एथि उतारु माता पिता जानिले पुत्र मला कथा भाई भारी जादी तार बेढ़िले चारि पारुसर मृतदेह को पकाइण
ଅନେକ କରନ୍ତି ରୋଦନ ନିଜ ସ୍ୱାମୀର ଗୁଣ ଗୁଣି ଅନେକ କାନ୍ଦେ ସେ ତରୁଣୀ ମାତା ପୁତ୍ରର ଗୁଣମାନ ଚିନ୍ତିଣ କରନ୍ତି ରୋଦନ ପିତା ଯେ ଅନେକ ପ୍ରକାରେ ପୁତ୍ରକୁ ଧରି ଶୋକ କରେ ଆବର ଭ୍ରାତା ଗୁଣ ଗୁଣି କାନ୍ଦିଣ ଲୋଟଇ ଧରଣୀ ଏମନ୍ତେ 4 ଜଣ ଯାକ ଅନେକ କରୁଛନ୍ତି ଶୋକ ଏହି ସମୟେ ଦାମୋଦର ପଚାରି ପଚାରି ଦାଣ୍ଡର ଲୀଳା ଭାବରେ ବିଜେ କଲେ ଭକ୍ତର ଦ୍ୱାରେ ସେ ମିଳିଲେ ଡାକିଲେ ଦୀନ ବନ୍ଧୁ ଦାସ ବହନ ଆସ ମୋର ପାଶ ଶୁଣିଲେ ଅପୂର୍ବ ବଚନ ଦାସେ ତୋରିତେ ମୁଖ ଧୋଇ ପ୍ରଭୁଙ୍କ ଆଗେ ହେଲେ ଯାଇ ଦେଖିଲେ ସନ୍ନ୍ୟାସୀ ଗୋସାଇଁ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଉଠି କପାଳେ କର ଦେଲେ କି ଆଜ୍ଞା ହେଉଛି ବୋଇଲେ ପ୍ରଭୁ ବୋଇଲେ ଦାସେ ଶୁଣ ଆମ୍ଭେ ତ କିରତି ଶୁଣିଣ ତେଣୁ ଅଇଲୁ ତୋର ପାଶ ସୁଚିତେ ମୋତେ ଦିଅ ଗ୍ରାସ ତା ଶୁଣି ଦୀନ ବନ୍ଧୁ ଦାସ ବୋଇଲେ ପ୍ରଭୁ କ୍ଷଣେ ବସ ଆସନ ଦେଇ ଚଳିଗଲେ ମନ୍ଦିରେ ପ୍ରବେଶ ହୋଇଲେ ପୁତ୍ର ଭାରି ଯା ବଧୂ ଆଗେ କହିଲେ ଅତ୍ୟନ୍ତ ସରାଗେ ଅତିଥି ଭୋଜନ ମାଗୁଛି ଏଣେ ତ ପୁତ୍ର ମରିଅଛି ଦେବାକି ନାହିଁ ଶୁଦ୍ଧ ଚିତ୍ତେ ବହନ କହ ସର୍ବମତେ ଶୁଣି ପୁତ୍ରାଦି 3 ଜଣ କହନ୍ତି ପିଅର ଆଗେଣ ମଲେ ତ ନ ଆସଇ ଆଉ ଅତିଥି ସେବା ହେଉ ନିରାଶେ ନ ଯାଉ ସନ୍ନ୍ୟାସ ତା ଶୁଣି ଦୀନ ବନ୍ଧୁ ଦାସ ଅତ୍ୟନ୍ତ ଆନନ୍ଦ ହୋଇଲା ମସିଣା ଗୋଟିଏ ଆଣିଲା ମଲା ପୁତ୍ରକୁ ଶୁଆଇଲା ବନ୍ଧନ କରି ଥୋଇଦେଲା ଗମ୍ଭୀରି ମଧ୍ୟେ ଲୁଚାଇଲା ମନ୍ଦିର ଲିପା ପୋଛା କଲା ସ୍ନାନାଦି ଶୁଚି ମନ୍ତ ହୋଇ ରନ୍ଧନ କଲେ ବେଗେ ଯାଇ ପ୍ରଭୁଙ୍କୁ ଡାକିଣ ଆଣିଲେ ମନ୍ଦିରେ ବିଜେ କରାଇଲେ ଦିବ୍ୟ ଆସନେ ବସାଇଲେ ଅନ୍ନ ବ୍ୟଞ୍ଜନ ପରସିଲେ ଦେଖି ବୋଲନ୍ତି ଭଗବାନ ଆମିଷ କର ହେ ରନ୍ଧନ ନିଶ୍ଚୟ ଲେଉଟି ମୁଁ ଯିବି ଆମିଷ ବିନା ନ ଭୁଞ୍ଜିବି ତା ଶୁଣି ରାନ୍ଧିଲେ ଆମିଷ ବୋଇଲେ ସ୍ୱାମୀ ଭୁଞ୍ଜି ବସ ଦେଖିଣ ବୋଇଲେ ଶ୍ରୀବତ୍ସ ଏକ ପତ୍ରେ ତ ବାଢ଼ି ଅଛ ଗୃହରେ ଅଛ ଯେତେ ଜନ ସମସ୍ତେ ନ କଲେ ଭୋଜନ ଆମ୍ଭେ ନ ଭୁଞ୍ଜୁ ଏକ ହୋଇ ଯାଉଛୁ ଅନ୍ନ ରଖ ତୁହି ଶୁଣି 4 ହେଁଠରା ଠରି ସମସ୍ତେ ହୃଦୟରେ ବିଚାରି ଆମ୍ଭେ ଯଦ୍ୟପି ନ ଭୁଞ୍ଜିବା ଅତିଥି ସେବା ନ ପାଇବା ଲେଉଟି ଯିବ ଏ ସନ୍ନ୍ୟାସ
ମନରେ ହୋଇଣ ନିରାଶ। ଏମନ୍ତ ବିଚାରି ତୋରିତେ ବାଢ଼ିଲେ ଚାରିଙ୍କ ନିମନ୍ତେ। ଆମିଷ ମାତ୍ର ନ ବାଢ଼ିଲେ ଦେଖିଣ ସନ୍ନ୍ୟାସୀ ବୋଇଲେ। ତୁମ୍ଭେ ନ ବାଢ଼ିଲ ଆମିଷ ଏତେ କି ଭରି ଅଛ ବିଷ। ଜାଣିଲି କପଟ ତୁମ୍ଭର ବୋଲି ଉଠିଲେ ଚକ୍ରଧର। ତା ଶୁଣି ଦୀନ ବନ୍ଧୁ ଦାସ ପୁତ୍ର ଭାରି ଜାରାଇ ପାଶ। ଆପଣେ କଲେ କବିଚାର କି ବୁଦ୍ଧି କରିବା ଏଥର। ତନୟ ମରିବା ଜାଣିଲେ ଅତିଥି ନ ଭୁଞ୍ଜିବ ଭଲେ। ଏମନ୍ତ ବିଚାର କରିଣ ବସିଲେ ଆମିଷ ଘେନିଣ। ତାଙ୍କ ମନ ପ୍ରଭୁ ଜାଣି ହସି ବୋଲନ୍ତି ତାଙ୍କୁ ପୁଣି। ଶୁଣ ହୋ ଅନ୍ନଦାତା ତୁହି ଗ୍ରାମରେ ପଚାରିଛି ମୁହିଁ। ତୋହର ବେନି ଗୋଟି ସୁତ ଏକଇ ବଧୂ ତାତ ମାତ। ଏମନ୍ତ ଅଟ 5 ଜଣ କାହିଁ ତୋ ଆର ପୁତ୍ର ଆଣ। ତା ଶୁଣି ଦୀନ ବନ୍ଧୁ ଦାସ ହୃଦରୁ ଉଡ଼ିଲା ସାହସ। କମ୍ପେ ଶରୀର ଥର ହର ବଦନୁ ନଇଲା ଉତ୍ତର। ତା ଦେଖି ତ୍ରୈଲୋକ୍ୟ ଗୋସାଇଁ ବୋଲଇ ଭୟ କାହିଁ ପାଇଁ। ମାୟା ନ କରି ସତ କହ କାହିଁ ଅଛଇ ତୋର ପୁଅ। ଶୁଣେ କୁଟୁମ୍ବ 4 ଜଣେ ପଡ଼ିଲେ ଅତିଥି ଚରଣେ। ଭୋ ସ୍ୱାମୀ ଶୁଣ ଏବେ ତୁମ୍ଭେ ସ୍ୱରୂପ କହୁଅଛୁ ଆମ୍ଭେ। ସର୍ପାଘାତରେ ପୁତ୍ର ମରି ଲୁଚାଇ ଥୋଉଛୁ ଗମ୍ଭୀରି। ତା ଶୁଣି ବୋଲନ୍ତି ଅଚ୍ୟୁତ ଦେଖିଲେ ମଣିବାନା ସତ। ଶୁଣିନ ମାତା ପିତା ଗଲେ ପୁତ୍ରକୁ ବହିଣ ଆଣିଲେ। ମସିଣା ଗୋଟି ଦେଲେ ଫେଇ ମଲା ପୁତ୍ର ଯେ ଅଛି ତହିଁ। ଦେଖି ବୋଇଲେ ପୀତବାସ ଶୁଣ ହେ ଦୀନ ବନ୍ଧୁ ଦାସ। କେତତେ ବୋଲେ ଜ୍ଞାନବନ୍ତ ଜାଣିଲି ବଡ଼ ମନ୍ଦ ତୁତ। ମଲା ପୁତ୍ରକୁ ଗୃହେ ଥୋଇ ବସିଛୁ ମାଛ ଭାତ ଖାଇ। ଦାସେ ବୋଇଲେ ହେ ଗୋସାଇଁ ତୁମ୍ଭଙ୍କୁ କି କହିବି ମୁହିଁ। କେ ଅଟେ କାହାର କୁମର କେ ଅଟେ କାହାର ପିୟର। ଯେସନେ ଚ୍ୟୁତ ବୃକ୍ଷ ଥାଇ ତହିଁ ବଉଳ ବଉଳଇ। କେତେ ହେଁ କସିରୁ ଝଡ଼ଇ କେତେ ବା ଝଡ଼ିଣ ପଡ଼ଇ। କେତେ ପାଚିଲା ଯାଏ ଡାଳେ ଥାଇଣ ପଡ଼େ ବୃକ୍ଷ ତଳେ। ଏମନ୍ତେ କେତେ ଝଡ଼ି ଯାଇ ତାତୁଲେ ବୃକ୍ଷ ନିକି ଧାଇଁ। ଏହି ପ୍ରକାରେ ସଂସାରେ ବୃକ୍ଷରୁ ଫଳ ଏ ପ୍ରକାର। ତାହାର ସୁଖେ ସେ ଝଡ଼ିଲା ମୋର ଅତିଥି ସେବା ହେଲା। ଏଥିରୁ ବଳି ଭାଗ୍ୟ କିସ ଶୁଣି କହିଲେ ପୀତବାସ। ବୋଇଲେ ଦାସ ପତ୍ନୀ ଶୁଣ ତୋହିତ ବଡ଼ଇ ଦାରୁଣ। ନିହତ ପୁତ୍ରକୁ ପକାଇ
ବସିଛୁ ମାଛ ଭାତ ଖାଇ। ଶୁଣେ ଯୁବତୀ କହେ ଧୀର, ଯାହା ବୋଇଲେ ମୁନିବର। ସ୍ୱରୂପ ଶୁଣ ହେ ଗୋସାଇଁ, ମୁହିଁକେ ମୋ ପୁତ୍ର ଅଟଇ। ଯେସନେ ଚକ୍ରି ଚକ୍ର ଖଣ୍ଡ, ମୂର୍ତ୍ତିକା ଲଦି ଗଢ଼େ ଭାଣ୍ଡ। କେ ଗଢ଼ୁ ଗଢ଼ୁ ଭାଙ୍ଗି ଯାଇ, କେହୁ ପୋଡ଼ିବା ଯାଏ ଥାଇ। ଯେ ବଣ ଭାଣ୍ଡ ଭାଙ୍ଗି ଯାଇ, ତାତୁଲେ ଚକ୍ରି ନିକି ଧାଇଁ। ସେ ଭାଣ୍ଡ ଚକ୍ରି ମୁହିଁ ପୁଣ, ଏ ସର୍ବ ଗୋବିନ୍ଦ ଭିଆଣ। ଶୁଣି ଆନନ୍ଦ ହୃଷିକେଶ, ଆର ପୁତ୍ରକୁ ରାଇ ପାଶ। ବୋଇଲେ ଶୁଣ ରେ କୁମର, ଏ ପରା ଭ୍ରାତ ଅଟେ ତୋର। ମୃତଦେହ ତୁକୁ ପକାଇ, ବସିଛୁ ମାଛ ଭାତ ଖାଇ। ତୋଠାରୁ ନାହିଁ ନା ଅଜ୍ଞାନ, ତା ଶୁଣି ବୋଲଇ ନନ୍ଦନ। ଶୁଣ ହେ ସନ୍ନ୍ୟାସୀ ଗୋସାଇଁ, ସେ ମୋର କେତେ ଜନ୍ମ ଭାଇ। ମୁଁ ତାର କେମନ୍ତେ ସୋଦର, ଏ ସର୍ବ ମାୟାର ସଂସାର। ଯେସନେ ହାତେ ବଣିଜାର, ପସରା ବସାଇ ଅପାର। ଏକଇ ଭ୍ରାତା ପ୍ରିୟ ହୋଇ, ବସିଣ ବିକୁଥାନ୍ତି ତହିଁ। ବ୍ୟାପାର ସରଇ ଯାହାର, ସେ ବାନ୍ଧି ଚଳେ ତାର ପୁର। ଯାହାର ଶରୀଣ ନ ଥାଏ, ସେନିକି ତାର ସଙ୍ଗେ ଯାଇ। ସେହି ପ୍ରକାରେ ସଂସାର, ତାହାର ମୋହର ବ୍ୟାପାର। ବ୍ୟାପାର ସରିଲା ସେ ଗଲା, ମୋର ଅତିଥି ସେ ବାହେଲା। ଶୁଣ ସାନନ୍ଦ ଦୟାନିଧି, ବୋଇଲେ ଧନ୍ୟ ଏହା ବୁଦ୍ଧି। ତାହାର ବୋହୂକୁ ଡାକିଲେ, ଶୁଣ ଗୋ କୁମାରୀ ବୋଇଲେ। ଏ ପରା ସ୍ୱାମୀ ଅଟେ ତୋର, ତୁ ପରା ଭାରି ଯା ତାହାର। ନିଜ ପତି ଯେ ତୋର ମଲା, ବିଧବା ଯୋଗ ତୋର ହେଲା। ମୃତ ପିଣ୍ଡକୁ ଘରେ ଥୋଇ, ଆମିଷ ଭୁଞ୍ଜି ଲୋଡ଼ୁ ତୁହି। ଧିକ ତୋ ଜ୍ଞାନବତୀ ପଣ, କୁମାରୀ ବୋଲେ ପ୍ରଭୁ ଶୁଣ। କେହୁ ଅଟଇ କାହା ଭର୍ତ୍ତା, କେ ପୁଣି କାହାର ବନିତା। ଯେସନେ ଘୋର ବୃଷ୍ଟି କାଳେ, ନଦୀ ପୂରିଣ ବହେ ଜଳେ। ବନସ୍ତ କାଠ ଖଣ୍ଡ ଦୁଇ, ମିଶିଣ ଭାସି ଯାଉଥାଇ। କେତେ ହେଁ ଦୂର ଭାସି ଯାନ୍ତେ, ଲତାଏ ଉହାଡ଼ନ୍ତି ପଥେ। ତହୁଁ ଗୋଟିଏ ଲାଗି ରହି, ଆରେକ ଖଣ୍ଡ ଭାସି ଯାଇ। ସେହି ପ୍ରକାର ଏ ସଂସାର, ଗୋବିନ୍ଦ ଲୀଳା ଖେଳ ଘର। ବିନା ଆଶ୍ରିତେ ସେହି ଗଲା, ମୋର ଅତିଥି ସେ ବାହେଲା। ଶୁଣି ବୋଲନ୍ତି ଭଗବାନ, ଧନ୍ୟ ଏ ଚାରିଙ୍କର ମନ। ଏହାଙ୍କ ପରାଏ ହୋଇଣ, ନଥିବେ ବ୍ରହ୍ମାଣ୍ଡ ମଧ୍ୟଣ। ଏମନ୍ତ ବୋଲି ନରହରି, ଜଳ ତୁଳସୀ କରେ ଧରି। ପୁତ୍ରର ମୁଖରେ ସିଞ୍ଚିଲେ, ଉଠରେ କୁମର ବୋଇଲେ। ତତ୍କ୍ଷଣେ କୁମର ଉଠିଲା,
ଗୋବିନ୍ଦ ଚରଣେ ଲୋଟିଲା। ପ୍ରଭୁ ବୋଇଲେ ଆରେ ସୁତ, ମୁଁ ତ ଦେଖିଲି ବିପରୀତ। ଦେଖି ତୋ ଜନନୀ ପିୟର, ଆବର ପତ୍ନୀ ସହୋଦର। ତୋର ଅର୍ଜନେ କରି ଆସ, ଖଟିଣ ଥାନ୍ତି ତୋର ପାଶ। ଏବେ ହୋ ମୃତ୍ୟୁ କାଳ ଦେଖି, ଗୁପତ କରି ତୋତେ ରଖି। ବସିଲେ ମାଛ ଭାତ ଖାଇ, କେହ୍ନେ ହାଙ୍କ ଘରେ ତୁହି। ହୋଇଣ ଅଛୁରେ ନନ୍ଦନ, ଧିକ ଏ ତୋହର ଜୀବନ। ତା ଶୁଣି କୁମର ବୋଲଇ, ଶୁଣ ହେ ସନ୍ନ୍ୟାସୀ ଗୋସାଇଁ। କେ କାର ଜନନୀ ପିୟର, କେ କାର ଭ୍ରାତା ସହୋଦର। କେ କାର ଅଟଇ ଯୁବତୀ, କେ ପୁଣି ଅଟେ କାହା ପତି। ମିଥ୍ୟା ଅଟଇ ଏ ସଂସାର, କେହି ତ ନୁହଁ କାହାର। ଯେ ସନେ ଘୋର ଗ୍ରୀଷ୍ମ କାଳେ, ପଥରେ ପଥିକ ସକଳେ। 5-25 ଯାଉଛନ୍ତି, ବାଟରେ ବୃକ୍ଷେକ ଦେଖନ୍ତି। ଏକ ଗୃହର ପ୍ରାୟ ହୋଇ, ବସନ୍ତି ତାହା ତଳେ ଯାଇ। ଶ୍ରମ ସାରିଲେ ଯେଝା ମତେ, ଚଳନ୍ତି ବୃକ୍ଷ ଥାଇ ପଥେ। ସେହି ପ୍ରକାରେ ଏ ସଂସାରେ, ଋଣାନୁବନ୍ଧନ ବ୍ୟବହାରେ। ଏଥକୁ ଶ୍ରୀକୃଷ୍ଣ ଭଜନ, ସାଧୁଙ୍କ ସେବା ପ୍ରତିଦିନ। କରି ବଞ୍ଚଇ ଯେଉଁ ନର, ଧନ୍ୟ ଜୀବନ ବୋଲି ତାର। ଶୁଣି ବୋଇଲେ ନାରାୟଣ, ଧନ୍ୟ ଏ ଅଟେ 5 ଜଣ। ଜୀବନ୍ତେ ସୁଖୀ ହୋଇଥାଅ, ଅନ୍ତେ ଶ୍ରୀ ହରି ପାଦ ପାଅ। ଏମନ୍ତ ଆଜ୍ଞା ଦେଲେ 16, ଅତି ଆନନ୍ଦେ ପଞ୍ଚ ପ୍ରାଣ। ଅଭୟ ପାଦ ପଦ୍ମ ତଳେ, ସର୍ବେ ପଡ଼ିଲେ ଏକାବେଳେ। ପ୍ରଭୁ ଅଭୟ ବର ଦେଲେ, ଅଭୟ ହୁଅରେ ହୋଇଲେ। ଆମ୍ଭେଟି ଜଗତ ଜୀବନ, ବୋଲି ହୋଇଲେ ଅନ୍ତର୍ଧ୍ୟାନ। ତକ୍ଷଣେ ଉଠି 5 ଜଣ, ଦେଖିଲେ ନାହାନ୍ତି ଆପଣ। ବୋଇଲେ ଦୟାଳୁ ଠାକୁର, ଏଡ଼େ ନିଷ୍ଠୁର ହୃଦ ତୋର। ଦେଖାଇ ନିଧି ହରି ନେଲୁ, ନେତ୍ର ପିଛାଡ଼ି ନ ଦେଖିଲୁ। ଜାମାୟା ଦେବେ ଅଗୋଚର, ଆମେ ବା କେତେ କମାତର। ହେଲେ ତ କୃପା ପାତ୍ର ଥାଉଁ, ଅଧିକ କି କହିବା ଆଉ। ସାଧୁଙ୍କ ସଙ୍ଗେ ଦିନ ନେଲେ, ପରମ ପାଦ ସେ ଲଭିଲେ। କହଇ ଚୈତନ୍ୟ ଧୀରେ, ମନୁ ନୃପତିର ଆଗରେ। କଳି ଯୁଗର ଭକ୍ତିବାଣୀ, ଶୁଣି ପବିତ୍ର ହୁଅ ପ୍ରାଣୀ। କହଇ ଦୀନବନ୍ଧୁ ଦାସ, ସାଧୁ ଚରଣ ମୋର ଆସ। ଶ୍ରୀରାମ ଶ୍ରୀକୃଷ୍ଣ ଶ୍ରୀହରି, ମୁକୁନ୍ଦ ମାଧବ ମୁରାରି। ଭଜ ଗୋବିନ୍ଦ ଆଦି କନ୍ଦ, ଦୀନ ବାନ୍ଧବ ସଦାନନ୍ଦ। ଅନନ୍ତ ଅଚ୍ୟୁତ ଶ୍ରୀବତ୍ସ, ନାମ ଗୋଟିଏ କୋଟି ମୋକ୍ଷ। ଏ ନାମ ଭଜି ଜୀବ ଯାଉ, ଭୋ ପ୍ରଭୁ ଏହି ଆଜ୍ଞା ହେଉ। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମ୍ରତେ
मन चैतन्य संवादे दीनबंधु दास दृढ़ भक्ति भाव वर्णने नाम चतुर्थ अध्याय। पंचम अध्याय दामोदर दास संवाद। मन बोइले चैतन कहिले पूर्वर वचन कଳି ଯୁଗର ଭକ୍ତି ବାଣୀ କୃତାର୍ଥ ହେଲି ତାହା ଶୁଣି ଯେସନେ କ୍ଷୁଧା ତୁର ଜନ ପାଇଲେ ଦୁର୍ଲଭ ଭୋଜନ ଅଳପେ ନତ ସଇ ମନ ତେସନ ହେଲା ମୋ ଜୀବନ ଆହୁରି କେତେ ଏହିପରି କଳି ଯୁଗରେ ଗଲେ ତରି समस्तक मोर पास मो हृदय कलमुष विनाश चैतन्य बोले ताहा शुणी शुण हे मनु नृपमणि कांची नगरे तार बास नाम ता दामोदर दास जाति रे अटई ब्राह्मण पत्नी सहिते बेनी जण पुत्र दुहिता तार नाही भिक्षा मागिण से बंचई अति दरिद्रता जीवन नाही ता बाड़ी वृत्तिमान संसारे जेते देहधारी ताठारो नथिबे भिकारी प्रभात स्नान सारई द्वादश तिलक घेनई मुंडे तुलसी दल भरी तोंडे बोलई नर हरि भिक्षार अर्थे से नगरे बुली मागई द्वारे द्वारे एमंत बुले 10 दिसे दिवस शेषे घरे आसे जा किछि ताकू मिली थाई प्राण पोषई ताहा खाई किय बा दैव जोगरे अतिथे मागिले दुआरे अधे को खाई अधे दियंती चिंता न थाए तांको मती किय बा दुर्भिक्ष भिकारी आसी मिलिले 5 4 समस्त देई तांको पासे आपे रहंती उपवासे एमंत बंचु थाई दिन करिण गोविंद भजन सकल जीव दया हृद न शुणे पर अपवाद निरते प्राणी मंगल बांछा करिण बंचे काल एमंते केते काल गला ता कीर्ति जगते पड़िला जानिले प्रभु चक्रधर बिड़िबा पाई सत्य तार तक्षणे प्रभु पीतवास माया रे हेले जोगी वेश सर्वांगे विभूति भूषण कंठे रुद्राक्ष माल मान तंबा छड़िए धरी करे चलती अति धीरे धीरे अति दुर्बल वृद्ध देही चाली जीवाकु शक्ति नाही एमंत बेसे दामोदर मिलिले दासंक मंदिर तेणे से दास बोली देश आसिछि होइण निराश काहि न पाइस भिक्षा किछि उपवास रे सोई अछि स्वामी भारी जा 2 जण क्षुधारे विकल होइण चिंते श्री हरि पाद 2 नेत्रुलोतक धारा बही भो प्रभु दीन जन बंधु नाम करुणामय सिंधु अरक्ष रक्षण तो दाना भृत्य दुरित ब्रज सेना
ଦୁର୍ଜନ ମଣ୍ଡୁକର ଫଣି, ଜଗତ ଜନ ଚିନ୍ତାମଣି। ଗର୍ବିତ କରିର କେଶରୀ, ସକଳ ଯିବେ ଅଧିକାରୀ। ତେଣୁ ଶରଣ ଗଲି ତୋତେ, ଆଜକୁ ରକ୍ଷା କର ମୋତେ। ଏଡ଼େ ନିଷ୍ଠୁର ସମୟରେ, ଯେବେ ଅତିଥି ମୋର ଦ୍ୱାରେ। ଆଷାଢ଼ ହୋଇବେ ପ୍ରବେଶ, ତାହାଙ୍କୁ ଦେବି ମୁହିଁ କିସ। ଏମନ୍ତ ବୋଲି ଚିନ୍ତା କରି, ଦ୍ୱାରେ ଡାକିଲେ ନର ହରି। ବୋଲଇ କେହୁ ଅଛ ଘରେ, ଆମ୍ଭେ ଅତିଥି ତୋ ଦୁଆରେ। ଶୁଣିଣ ଦାମୋଦର ଦାସ, ମିଳିଲା ମହାଯୋଗୀ ପାଶ। ପ୍ରଭୁଙ୍କୁ କରି ନମସ୍କାର, ବୋଇଲେ ଦ୍ୱିଜ ଦାମୋଦର। ଭୋ ସ୍ୱାମୀ କିମ୍ପାଇଁ ଆଗତ, ମିଥ୍ୟା ନ କହି କହ ସତ। ଶୁଣି ବୋଲନ୍ତି ଚକ୍ରଧର, କିରତି ଶୁଣିଲୁ ତୋହର। ଆସିଲୁ ଭୋଜନ ନିମନ୍ତେ, ଦେବକି ନାହିଁ କହ ମୋତେ। ତା ଶୁଣି ଦାମୋଦର ଦାସ, ବୋଇଲେ ଦଣ୍ଡେ ମାତ୍ର ବସ। ଅତିଥି ବସାଇ ଚଳିଲେ, ପତ୍ନୀର ପାରୁ ସେ ମିଳିଲେ। ବୋଇଲେ ଶୁଣ ଶ୍ରୀ ଗୋସାଇ, ଅତିଥି ଭୋଜନ ମାଗଇ। ଏଥକୁ କହ କି ବିଚାର, ତା ଶୁଣି କହେ ପତ୍ନୀ ତାର। ଭୋ ସ୍ୱାମୀ ମୋତେ କି ପଚାର, ତତେ କି ଅଛ ଇଉବାର। ଘର ବିକିଲେ ସବୁ ତୋର, ନହିବ ପଣେ କଉଡ଼ିର। ବସ୍ତ୍ର ଗୋଟିଏ ଥିଲେ ଘରେ, ବିକ୍ରୟ କରନ୍ତି କାହାରେ। ଆଉ କି ଅଛି ତୁମ୍ଭ ଘରେ, ଭୋ ସ୍ୱାମୀ କହ ମୋ ଆଗରେ। ପତ୍ନୀର ମୁଖ ଏହା ଶୁଣି, ବେନି ନୟନ ବହେ ପାଣି। ଦ୍ୱାରୁ ଅତିଥି ଲେଉଟିବ, ଏ ପାପୀ ଜୀବ କିମ୍ପା ଥିବ। ସ୍ୱାମୀର ମୁଖ ଏ ବଚନ, ଶୁଣିଣ ଯୁବତୀର ତନ। ଅତି ଆରତେ ସେ ତରୁଣୀ, ଚିନ୍ତିଲା ପ୍ରଭୁ ଚକ୍ରପାଣି। ଆତଙ୍କ ଫେଡ଼ ହେ ଆମ୍ଭର, ବୋଲି ଚିନ୍ତିଲା ଚକ୍ରଧର। ଭୋ ସ୍ୱାମୀ ନୁହଁ ହେ ଆରତ, ଆମ୍ଭର ପ୍ରଭୁ ଜଗନ୍ନାଥ। ଅବଶ୍ୟ ମିଳିବ ଭୋଜନ, ଏବେ ହେ ମୋହ ଠାରୁ ଶୁଣ। ନାପିତ ଗୃହେ ଯାଇ କରି, ବହନ ଆଣ ହେ କତୁରୀ। ତା ଶୁଣି ଦାମୋଦର ଦାସ, ମନରେ ହୋଇଣ ହରସ। ନାପିତ ଦ୍ୱାରେ ବେগে ଗଲେ, କତୁରୀ ବହନ ଆଣିଲେ। ଦେଲା ତା ପତ୍ନୀର ହସ୍ତର, ବୋଇଲା କି କରିବୁ କର। ଶୁଣି ଯୁବତୀ ହସ ହସ, ବୋଇଲା ଦେଖ ମୋର କେଶ। ଅର୍ଦ୍ଧେକ ପକାଅ କତୁରୀ, ବସିଣ ବଳିବା ଚଉଁରୀ। ସତରେ ନେଇ ବିକି ଆଣ, ସେବିବା ଅତିଥି ଚରଣ। ଶୁଣି ଆନନ୍ଦ ହେଲେ ଦାସେ, ପତ୍ନୀ କି ବସାଇଣ ପାଶେ। ଚାରି ଦିଗରୁ କେଶ ଥୋଇ, ମଧ୍ୟ ଧରିଲେ ମୁଠିଆଇ। ସମୂଳେ କରିଣ କତୁରୀ,
ବସିଣ ବଳିଲେ ଚଉରି। ତକ୍ଷଣେ ଗ୍ରାମକୁ ଯାଇଣ ବିକି ଆଣିଲେ 5 ଜଣ। ସରୁ ଚାଉଳ ମୁଗ ଯାଇ ଘୃତନ ବାତ ଦୁଧ ଦହି ନାନାଦି ଦ୍ରବ୍ୟ କିଣି ଆଣି ରନ୍ଧନ କଲା କତରୁଣୀ। ଡାକି ଆଣିଲେ ନାରାୟଣ ଆନନ୍ଦେ ଧୋଇଲେ ଚରଣ। ପ୍ରଭୁଙ୍କ ପାଦ ପଦ୍ମ ବାରି ସୁଖେ ସେବିଲେ ନର ନାରୀ। ଥୋକାଏ ମସ୍ତକେ ସିଞ୍ଚିଲେ ମହିଆନନ୍ଦେ ଦୁହେଁ ଗଲେ। ଦେଖ ହୋ ଭାଗ୍ୟ ତାହାଙ୍କର ଯାହା ନ ପାଏ ବେଦ ବର। 84 କାଠି ଗଙ୍ଗା ଜଳ ଥଇଣ ଥିଲା କମଣ୍ଡଳ। ଯେବଣ ଚରଣେ ଢାଳିଲା କିଞ୍ଚିତ ମାତ୍ର ନ ପାଇଲା। ଭାବକୁ ନିକଟ ଗୋସାଇଁ ଅଭାବ ଲୋକେ ଭେଟ ନାହିଁ। ପିଢ଼ା ଖଣ୍ଡିଏ ରଖିଦେଲେ ତହିଁ ଅତିଥି ବସାଇଲେ। ଆପଣେ ଦାସ ପତ୍ନୀ ଗଲେ ଅନ୍ନ ବ୍ୟଞ୍ଜନ ପରସିଲେ। ଗୋବିନ୍ଦ ଭୁଞ୍ଜିଲେ ହରସେ ବୋଇଲେ ଶୁଣ ଆହେ ଦାସେ। ଆଉ କି ଅନ୍ନ କିଛି ଅଛି ତା ଶୁଣି ଗଲା ସେ ମୃଗାକ୍ଷୀ। ବାକି ଯେତେକ ଅନ୍ନ ଥିଲା ପ୍ରଭୁଙ୍କ ପତ୍ରେ ପରସିଲା। ଭଞ୍ଜି ଉଠିଲେ ଭାବଗ୍ରାହୀ ବସିଲେ କଷା ଫଳ ଖାଇ। ଦୁହେଁ ଅଛନ୍ତି ଉପବାସ କେ କହୁ ତାହାଙ୍କ ରସ। ପ୍ରଭୁ ବିଚାରୁଛନ୍ତି ମନ ଧନ୍ୟ ଏ ଦୁହିଁଙ୍କ ଜୀବନ। ଭଙ୍ଗା କୁଡ଼ିଆ ଅଛି ରହି ଲେଙ୍କଡ଼ା କନା ଠାରୁ ନାହିଁ। ବୋଇଲେ ଅନ୍ନ ନାହିଁ କିଛି ଆପଣେ ଉପବାସ ଅଛି। କେଶ କାଟିଣ ମୋତେ ଦେଲେ ଆନକେ ଲକ୍ଷ୍ୟ ଏହା ତୁଲେ। ଏମନ୍ତ ବୋଲି ନାରାୟଣ ଦାସକୁ ପାଶ କୁରାଇଣ। ଦେଖ ହେ ରଜନୀ ଆଗତ ଚାଲି ନ ପାରେ ହେ ଭକତ। ଏ ଓଳି ଅନ୍ନ ମୋତେ ଦେବୁ ପ୍ରଭାତେ ଆମ୍ଭେ ଚଳିଯିବୁ। ତା ଶୁଣି ଦାମ ଦର ଦାସ କହିଲେ ନିଜ ନାରୀ ପାଶ। ଆଜ ଗତି ରହିଲେ ଚାଲିବା ଶକ୍ତି ନାହିଁ ବୋଲେ। ଶୁଣି ଯୁବତୀ କହେ ଧୀର କିମ୍ପାଇଁ ଚିନ୍ତା ହୋ ଆମ୍ବର। ବାକି ଯେତେକ କେଶ ଅଛି ସେ ସବୁ କାଟି ନିଅ ପୋଛି। ସ୍ୱାମୀ ତା ଶୁଣିଣ ଆନନ୍ଦ ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର। ଯେତେକ କେଶ ବାକି ଥିଲା ସବୁ କତୁରି ପକାଇଲା। ନାରୀ ତାହାର ଲଙ୍ଗଡ଼ା ମୁଣ୍ଡେ ବାନ୍ଧିଲା ଛିଣ୍ଡା କନା ଖଣ୍ଡେ। ସ୍ୱାମୀ ଭାରି ଯା ବସି କରି ଆନନ୍ଦେ ବଳିଲେ ଚଉରି। ପୁଣି ବିକିଲେ 5 ଜଣ ନାନାଦି ପଦାର୍ଥ କିଣିଣ। ରାତ୍ରେ ରାନ୍ଧଣା ତାହା କଲେ ସବୁ ଗୋବିନ୍ଦେ
ସମର୍ପିଲେ। କୃଷ୍ଣ ସମସ୍ତ ଦେଲେ ଖାଇ, କାହାରି ଠାରେ ଦୟା ନାହିଁ। ଭୋଜନ ସାରି ଭାବଗ୍ରାହୀ, ତୃଣ ଗୁଡ଼ିଏ ପାରି ଶୋଇ। ଯାର ଆସନ ନାଗରାଜ, ଆବର ବନିତାତ୍ମଜ। ମୁନିଙ୍କ ହୃଦୟ କମଳ, ରୁଦ୍ର ଦେବତା ବକ୍ଷସ୍ଥଳ। ସେ ପୁଣି ଭକତ ଭାବରେ, ଶୋଇଲେ ତୃଣ ଶଯ୍ୟା ପରେ। ଏହି ସମୟେ ବାସ ଗଲେ, ପ୍ରଭୁଙ୍କ ଚରଣ ଚାପିଲେ। ଚିରାପଣନ୍ତ କରେ ଧରି, ହରିଙ୍କି ବିଞ୍ଚିଲେ ସୁନ୍ଦରୀ। ବୈକୁଣ୍ଠ ସୁଖ ପ୍ରାୟେ ମଣି, ଭାବେ ଶୋଇଲେ ଚକ୍ରପାଣି। ପ୍ରଭୁଙ୍କ ନିଦ୍ରା ଯିବା ଜାଣି, ସ୍ୱାମୀ କି ବୋଇଲେ ତରୁଣୀ। ଅତ୍ୟନ୍ତ ବୃଦ୍ଧ ଏ ଅତିଥ, କେମନ୍ତ ଚାଲିବେଟି ପଥ। ତୁମ୍ଭେ ପ୍ରଭାତୁ ମାଗି ଯିବ, ଯେ ଆମ୍ଭ ଭାଗ୍ୟରେ ମିଳିବ। ତାହା ଏହାଙ୍କୁ ସମର୍ପିବା, ଆମ୍ଭେ ପଛକେ ଭୋକେ ଥିବା। ଦାସେ ବୋଇଲେ ହେଉ ହେଉ, ତାହା ଜାଣିଲେ ମହାବାହୁ। ଦୁହିଁଙ୍କ ଭାବ ଦେଖି ଭୋଳା, ହେଲେ ସେ ଶ୍ଵେତ ପଦ୍ମ ତୋଳା। ଅଧିକ ନ ପାରିଲେ ସହି, ଦୁହିଁଙ୍କି ନିଦ୍ରା ଗତେ ମୋହି। ଏହି ସମୟେ ଭାବଗ୍ରାହୀ, ଉଠିଲେ ଅତି ବେଗ ହୋଇ। ସେ ପତି ପତ୍ନୀ ଜାଣ ଦୁଇ, ଚରଣ ତଳେ ଥିଲେ ଶୋଇ। ତାଙ୍କର ମୁଣ୍ଡେ ହସ୍ତ ଦେଲେ, କେଶତ କଅଁଳୁ ବୋଇଲେ। ନାନା ରତନ ଅଳଙ୍କାରେ, ପୁରୁତ ସର୍ବାଙ୍ଗ ଯାକରେ। ଷୋଡ଼ଶୀ ତନୁ ତୋର ହେଉ, ଘରେ ତ ଧନ ପୁରୀ ଥାଉ। ଜୀବନ୍ତେ ସୁଖୀ ହୋଇଥାଅ, ଅନ୍ତେ ବୈକୁଣ୍ଠେ ଗତି ପାଅ। ଏମନ୍ତେ ଆଜ୍ଞା ତାକୁ ଦେଲେ, ଶ୍ରୀହରି ଅନ୍ତର୍ଧ୍ୟାନ ହେଲେ। ଏଥି ଉତ୍ତାରୁ ନିଶିଶେଷ, ଦିବସ ହେଲା ପରବେଶ। ଅବଳା ନିଦ୍ରା ତେଜି ଉଠି, କେଶତା ପାଦ ଯାଏ ଲୋଟି। ସର୍ବାଙ୍ଗେ ଅଳଙ୍କାର ମାନ, ମନ୍ଦିରେ ପୁରୀ ଅଛି ଧନ। ଦେଖି ତା ଆଚମ୍ବିତ ନାରୀ, ସ୍ୱାମୀର ଭୁଜ ତୋଳି ଧରି। ବୋଇଲେ ବେଗେ ଶୁଣ ନାଥ, କେଣିକି ଗଲେ ସେ ଅତିଥ। ମନ୍ଦିର ଦେଖ ହୋ ସତର, ସେ ନୁହେଁ ମନୁଷ୍ୟ ଶରୀର। ତା ଶୁଣି ଦାସେ ବେଗେ ଉଠି, ନିଜ ଘରକୁ ଦେଲେ ଦୃଷ୍ଟି। ନାନାଦି ଧନ
ଅଛି ପୁରୀ ପତ୍ନୀ ତା ସ୍ୱର୍ଗ ଅପସରି। ଅଙ୍ଗେ ପୂରିଛି ଅଳଙ୍କାର କେଶ ହିଁ ଲୋଟୁଛି ପୟର। ତା ଦେଖି ବିଚାରଇ ମନ ନିଶ୍ଚୟ ସେ ପ୍ରଭୁ ଭଗବାନ। ଆନର ଚଳେ ଏ ମାନ ଘରେ ପୂରିଛି ଏତେ ଧନ। ରାତ୍ରକ ମଧ୍ୟେ କେଶ ଭାର କଅଁଳି ଦିଶୁଛି ସୁନ୍ଦର। ମନୁଷ୍ୟ ପ୍ରାୟ ତାଙ୍କୁ ମଣି ସେବା ଯେ କଲୁ ବେନି ପ୍ରାଣୀ। ବ୍ରହ୍ମା ଇନ୍ଦ୍ରାଦି ସୁରାସୁର ସ୍ତୁତି କରନ୍ତି ଯାପୟର। କମଳା ଯାର ପରିଚାର ମୁଛାର କେତେ କମାତର। ଭୋ ପ୍ରଭୁ କରୁଣା ସାଗର ମୋ ଅପରାଧ କ୍ଷମା କର। ଭୃତ୍ୟ ହୋଇଲେ ଅପରାଧୀ ତୋ ନାଥ କରୁଣା ବାରିଧି। ତୁମ୍ଭେ ଯେ ବ୍ରହ୍ମାଣ୍ଡ ଠାକୁର ଜୀବଙ୍କ ହୃଦୟରେ ବିହର। ଏଣୁ ଅପରାଧ ମୋର ଯେତେ ପ୍ରଭୁ ନ ଘେନ କଦାଚିତେ। ଏମନ୍ତ ବୋଲି ସ୍ତୁତି ଭଣି ଆନନ୍ଦ ପୁରୁଷତରୁଣୀ। ଆନନ୍ଦେ ଶ୍ରୀହରି ଭଜନ ସାଧୁଙ୍କ ସଙ୍ଗ ପ୍ରତିଦିନ। ସକଳ ଜୀବେ ଦୟାଚିତ ଦାସ ପ୍ରସଙ୍ଗେ ନିତ୍ୟରତ। ଯୋଗୀ ବୈଷ୍ଣବ ସାଧୁଜନ ସେବାରେ କଟାଇଲେ ଦିନ। ନୋହିଲା ଯମ ଅଧିକାର କାଳେ ବସିଲେ ସ୍ୱର୍ଗପୁର। ପ୍ରଭୁଙ୍କ ଦାସ ଦାସୀ ହେଲେ ମନକୁ ଚୈତନ୍ୟ କହିଲେ। ସେ ଦାଢ଼୍ୟ ଭକ୍ତି ରସବାଣୀ ଯେ ପ୍ରାଣୀ କର୍ଣ୍ଣ ପଥେ ଶୁଣି। ସକଳ ପାପୁ ହେବ ପାର ନ ଯିବ ଯମ ରାଜପୁର। ଅପୁତ୍ରୀ ଜନେ ପୁତ୍ର ଦାନ ଅନ୍ଧ ଲଭିବେ ଚକ୍ଷୁ ପୁଣ। ସଂସାରେ ଭୟ ମାନ ଯେତେ ଯେ ଗ୍ରହ ପୀଡ଼ା ଦିଶହିତେ। ଲାଗିବ ନାହିଁ କଦାଚିତେ ଶୁଣି ଶରଧା ଯେବେ ଚିତେ। କହଇ ଦ୍ୱିଜ ରାମଦାସ କେବଳ ମୂଳଟି ବିଶ୍ୱାସ। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ ଦାମୋଦର ଦାସ ପତି ପତ୍ନୀ ମୋକ୍ଷଣେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ ବିଶ୍ୱମ୍ବର ଦାସ ସମ୍ବାଦ। ଚୈତନ୍ୟ ଉବାଚ ପୁଣି କହନ୍ତି ଚୈତନ୍ୟ ହେ ମନ ହୁଅ ସାବଧାନ। ଏ ବଡ଼ ପୂର୍ବ ଚରିତ ଶୁଣିଲେ ନ ଛାଡ଼ିବ ଚିତ୍ତ। ଯେ ଭ୍ରତ ଖଣ୍ଡ ମତ୍ସ୍ୟ ଦେଶ ଢେଙ୍କାନାଳରେ ତାର ବାସ। ଜାତିରେ ବଣିଆ କରଣ ତାର କୁଟୁମ୍ବ 3 ଜଣ। ତାହାର ନାମ ବିଶ୍ୱମ୍ବର ଭକତି ପଣେ ବଳିୟାର।
ଭାରି ଜାନା ମତାରେ ବତି ପତିର ଆଜ୍ଞା ନ ଲଘନ୍ତି। ପୁତ୍ରର ନାମ ରଘୁନାଥ ପିତାର ଚରଣେ ଭକତ। ଆପଣା ନାମ ବିଶ୍ୱମ୍ବର ବିଶ୍ୱ ସଂସାରେ ଗତି ପାର। ଏମନ୍ତେ ତିନି ଜଣ ଥାନ୍ତି ଶ୍ରୀକୃଷ୍ଣ ପାଦେ ଦେଇ ମତି। ନାମ ଭଜନ ଅପ୍ରମିତ ନିତ୍ୟ ପଢ଼ନ୍ତି ଭାଗବତ। ଯେ କହେ ପ୍ରଭୁ ନାମ ରସ ତାକୁ ବୋଲନ୍ତି ଦଣ୍ଡେ ବସ। ତାହାର ନାମ ମୁଖ ଶୁଣି ଶ୍ରୀ ଗୁରୁ ପ୍ରାୟ ତାକୁ ମଣି। ଯୋଗୀ ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣ ବୈଷ୍ଣବ ଭିକାରୀ। ଯେ ଅଭ୍ୟାଗତ ଅବଧୂତ ଦ୍ୱାରେ ତାହେଲେ ଉପଗତ। ତାହାକୁ ଅନ୍ନ ବସ୍ତ୍ର ଦାନେ ତୋଷନ୍ତି ବିନୟ ବଚନେ। ନାହିଁ ବୋଲିବା ମୁଖ ତାର କେବେ ନୁହଁ ବାହାର। ଏମନ୍ତ କେତେ ଦିନ ଅନ୍ତେ ତା କୀର୍ତ୍ତି ପୁରିଲା ଜଗତେ। ଯେହୁ ଶୁଣିଲେ ଧନ୍ୟ ଧନ୍ୟ ବୋଲନ୍ତି ସର୍ବଲୋକମାନ। ଏମନ୍ତ ସମୟରେ ପୁଣ ଦଇବ ଘଟ ସୂତ୍ର ଶୁଣ। ଅତିଥି ଜମାଉତ ହୋଇ ଅଇଲେ ତୀର୍ଥ ଯିବା ପାଇଁ। ଭିକ୍ଷାର ଅର୍ଥେ ଗ୍ରାମ ପୁରେ ମାଗନ୍ତି ବୁଲି ଦ୍ୱାରେ ଦ୍ୱାରେ। ଲୋକେ ବୋଲନ୍ତି ତାଙ୍କୁ ଚାହିଁ ଶୁଣ ହେ ବୈଷ୍ଣବ ଗୋସାଇଁ। କରଣ ନାମେ ବିଶ୍ୱମ୍ବର ବିଜୟ କର ତାର ଘର। ଅବଶ୍ୟ ତ ଶିବ ଭୋଜନେ ଶୁଣି ଚଳିଲେ ସାଧୁମାନେ। ଦ୍ୱାରେ ତା ହୋଇଲେ ପ୍ରବେଶ ଦିବସ ଆସି ହେଲା ଶେଷ। ଡାକିଲେ ଆହେ ବିଶ୍ୱମ୍ବର ଆମ୍ଭ ଚରଚା ବେଗେ କର। ସାଧୁଙ୍କ ବଚନ ଶୁଣିଣ ଘରୁ ବାହାର ତତ୍କ୍ଷଣ। ଦେଖିଲା ସାଧୁ ବୃନ୍ଦ ଡୋଳେ ପ୍ରଣାମ କଲା ପାଦ ତଳେ। ଉଠି କପାଳେ କର ଦେଲା କି ଆଜ୍ଞା ହେଉଛି ବୋଇଲା। ଅତିଥି ବୋଇଲେ ରେ ଶୁଣ ଆମ୍ଭ ଚରଚା ବେଗେ ଆଣ। ହାଣ୍ଡି ଚାଉଳ ମୁଗ ଯାଇ ଘୃତ ନବାତ ଦୁଧ ଦହି। କାଷ୍ଠ ପରିବା ଆଦି ଯେତେ ଏସବୁ ଆଣ ହେ ତୋରିତେ। ଆମ୍ଭ ଚରଚା ବେଗେ କର ପୁଣ୍ୟ ତୁ ପାଇବୁ ଅପାର। ତାହା ଶୁଣିଣ ଚଳିଗଲା ମନ୍ଦିରେ ପ୍ରବେଶ ହୋଇଲା। ପୁତ୍ର ଭାରିଜାଙ୍କୁ କହିଣ ସକଳ କରି ଆୟୋଜନ। ସାଧୁଙ୍କ ପାଶେ ନେଇ ଦେଲା ଘୃତ ମାତ୍ର ନ ପାଇଲା। ବୋଇଲେ ସାଧୁ ବୃନ୍ଦେ ଶୁଣ ଛାମୁରେ କରୁଛି ଜଣାଣ। ସମସ୍ତ ଦ୍ରବ୍ୟ ଆଣି ଦେଲି ଘୃତ ମାତ୍ର ନ ପାଇଲି। ଶୁଣି ବୋଇଲେ ସାଧୁ ଗଣ ପବିତ୍ର ନୁହଁ ଭୋଜନ। ଘୃତ ବିହୀନେ ଯେ ଖାଇବ ପ୍ରଭୁଙ୍କ ଅଯୋଗ୍ୟ ହୋଇବ। ତୋ ଦ୍ରବ୍ୟ ଲେଉଟାଇ ନିଅ ତା ଶୁଣି ବିଶ୍ୱମ୍ବର ପୁଅ। ଅନେକ ବିନୟ ସେ କଲା ଭୂମିଷ୍ଠ ହୋଇ ଜଣାଇଲା। ଭୋ ପ୍ରଭୁ ମାନେ ଶାନ୍ତ ହୁଅ ବେଗେ ରନ୍ଧନ କର ଯାଅ। ଘୃତ ଆସିବ ରାନ୍ଧୁ ରାନ୍ଧୁ ଅବଶ୍ୟ ଦେବେ ଦୀନ ବନ୍ଧୁ। ତା ଶୁଣି ଅତିଥି ସୁଚିତ୍ତେ ଚଳିଲେ ରାନ୍ଧିବା ନିମନ୍ତେ। ଘରକୁ ପିତା ପୁତ୍ର ଗଲେ ବସିଣ ବିଚାର ଯେ କଲେ। ଯେ ସାଧୁ ପର ଉପକାରେ ମିଥ୍ୟା କହିଣ ଚୋରି କରେ। ଏଥିରେ ଦୋଷ ନାହିଁ କିଛି ବୋଲି ଶାସ୍ତ୍ରରେ କହିଅଛି। ଘୃତ ନ ମିଳିଲା ତ ନାହିଁ ଚୋରାଇ ଯିବା ଏଥିପାଇଁ। ନୋହିଲେ ଅତିଥି ସମସ୍ତେ ଭୁଞ୍ଜିବେ ନାହିଁ କଦାଚିତ୍। ଏମନ୍ତ ବୋଲି ବାପ ପୋଏ କରେ ଧଇଲେ ଖଣତାଏ। ଆବର ବାଡ଼ି ଗୋଟି ଧରି ଚଳିଲେ ଗୋବିନ୍ଦ ସୁମରି। ରାତ୍ର ପ୍ରହରେ ଭିତରେ ଭେଟିଲେ ଭାଗ୍ୟବନ୍ତ ଘରେ। ତକ୍ଷଣେ ସିନ୍ଧି ଗୋଟି ଖୋଳି ପୁତ୍ର ପଶିଲା ତହିଁ ଗଳି। ପିଅର ଜଗିଛି ବାହାରେ ପୁତ୍ର ଖୋଜଇ ପଶି ଘରେ। ଅନେକ ଘର ଧନ ରତ୍ନ ମାନ ଦେଖି ନ ଛୁଅଁଇ ନନ୍ଦନ। ଘୃତର ବିନା ଦ୍ରବ୍ୟ ଯେତେ ହସ୍ତେ ନ ଧରେ କଦାଚିତେ। ଏମନ୍ତେ ଖୋଜନ୍ତେ ଭବନ ଦେଖିଲା ଘୃତ ଭାଣ୍ଡ ମାନ। ବହି ଆଣିଲା ଭାଣ୍ଡ ଦୁଇ ସିନ୍ଧିରେ ଦେଲା କଗଳାଇ।
ଏମନ୍ତ ସମୟେ ସାଧୁତ ଚେତନା ପାଇଲା ତ୍ୱରିତ, ଦେଖିଲା ସିନ୍ଧିଗାତ ଘରେ ଚୋର ହିଁ ଗଳୁଛି ସିନ୍ଧିରେ। ପବନ ବେଗେ ଧାଇଁ ଗଲା ଚୋରର ଚରଣ ଧଇଲା, ବେନି ଚରଣ ବେନି ହାତେ ଧରି ଝିଙ୍କିଲା କୋପ ଚିତେ। କୁମର ବୋଇଲା ଭୋତାତ ଧରା ପଡ଼ିଲି ସିନ୍ଧିଗାତ, ସାଧୁତ ଝିଙ୍କୁଛି ପୟର ତୁମ୍ଭେ ପାରିଲେ ଝିଙ୍କ ସର। ଶୁଣି ପୁଅର ମୁଣ୍ଡ ଧରି ଟାଣିଲା ଗୋବିନ୍ଦ ସୁମରି, ଦୁହେଁ ଝିଙ୍କିଲେ ଦୁଇ କତି ପୁତ୍ର ରହିଲା ମଧ୍ୟବର୍ତ୍ତୀ। କେଉଁ ଆଡ଼କୁ ସେ ନହିଲା ତା ଦେଖି କୁମର ବୋଇଲା, ସ୍ୱରୂପ ଶୁଣ ଆହେ ତାତ ଏଥର ସରିଲା ମହତ। ରାତ୍ର ଯଦ୍ୟପି ପାହିଯିବ ଚିହ୍ନି ସାଧୁତ ଦଣ୍ଡ ଦେବ, ସାଧୁଙ୍କ ସେବା ହିଁ ନହିବ ଏତେକ କଷ୍ଟ ବ୍ୟର୍ଥ ହେବ। ଏଥକୁ ବିଚାର ନ କର କାଟିଣ ନିୟମର ଶିର, ସାଧୁମାନଙ୍କ ସେବା ହେଉ ଆମ୍ଭର ମହତ୍ଵ ନ ଯାଉ। ମୁଣ୍ଡ ନଥିଲେ ପିଣ୍ଡ ଏଥେ ଚିହ୍ନ ନ ଯିବ କଦାଚିତେ, ଏଥକୁ ନ କରନ୍ତୁ ହେଳ ମୋ ମୁଣ୍ଡ ଘୃତ ଘେନି ଚଳ। ଶୁଣି ପିଅର କାତି ଧରି ମନରେ କୃଷ୍ଣ ଚିନ୍ତା କରି, ଛେଦନ କରି ପୁତ୍ର ଶିର ଲୁଚାଇ ରଖିଲା କାଖର। ଧରିଲା ଘୃତ ଭାଣ୍ଡ ହସ୍ତେ ଘରକୁ ଚଳିଲା ତ୍ୱରିତେ, ମୁଣ୍ଡ ଭାରି ଯା ହସ୍ତେ ଦେଲା ଲୁଚାଇ ରଖ ଗୋ ବୋଇଲା। ବୁଝାଇ କହିଲା ସମସ୍ତ ଶୁଣି ଆନନ୍ଦ ହେଲା ମାତ, ତିଳ ପ୍ରମାଣ ଚିନ୍ତା ନାହିଁ ମୁଣ୍ଡ ଯେ ରଖିଲା ଲୁଚାଇ। ବୋଇଲା ସ୍ୱାମୀ ବେଗେ ଯାଅ ସାଧୁଙ୍କ ହସ୍ତେ ଘୃତ ଦିଅ, ତା ଶୁଣି ବିଶ୍ୱମ୍ବର ଗଲା ସାଧୁଙ୍କ ହସ୍ତେ ଘୃତ ଦେଲା। ଘୃତ ପାଇଣ ସାଧୁ ବୃନ୍ଦେ ଭୋଜନ କଲେ ମହାନନ୍ଦେ, ଅନେକ କଲ୍ୟାଣ ବାଞ୍ଛିଲେ ଘରକୁ ଯାଅ ତୁ ବୋଇଲେ। ତାହା ଶୁଣିଣ ବିଶ୍ୱମ୍ବର ଚଳିଣ ଗଲେ ନିଜ ଘର, ସ୍ୱାମୀ ଭାରି ଯାବେନି ଜଣ ଚିନ୍ତିଲେ ଗୋବିନ୍ଦ ଶରଣ। ପୁତ୍ରର ଭାବ ମନେ ଗୁଣି ଏମନ୍ତେ ପାହିଲା ରଜନୀ, ଏଥି ଉତ୍ତାରୁ ଶୁଣ ମନ ଗଣ୍ଡି ଯେ ସାଧୁର ଭବନ। ଖଣ୍ଡିଆ ହୋଇ ପଡ଼ିଥିଲା ଧନୀ ସେ ଗଣ୍ଡି ଝିଙ୍କି ନେଲା, ଦାଣ୍ଡରେ ପକାଇଲେ ନେଇ ଅନେକ ଲୋକକୁ ଚିହ୍ନାଇ। ମୁଣ୍ଡ ବିହୀନ ପିଣ୍ଡ ତହିଁ ଚିହ୍ନି ଯେ ନ ପାରିଲେ କେହି, ଗ୍ରାମ ବାହାରେ ଘେନି ଗଲେ ଶୂଳି ଉପରେ ବସାଇଲେ। ଅନେକ ଲୋକ ତହିଁ ମିଳି ନେଇଣକୁ ହାଟ କୁରାଳି, ଚଳିଣ ଗଲେ ଯେ ଝାପୁରେ ଶୁଣ ହେ ଏଥୁ ଅନନ୍ତରେ। ଅତିଥି ବୃନ୍ଦ ଚାଲିଗଲେ ଦାସଙ୍କ ପାଶେ ପ୍ରବେଶିଲେ, ଡାକିଲେ ବିଶ୍ୱମ୍ବର ଦାସ ବହନ ଆସ ଆମ୍ଭ ପାଶ। ବଡ଼ ଆନନ୍ଦ ହେଲୁ ବାବୁ ତୋତେ କଲ୍ୟାଣ କରିଯିବୁ, ସାଧୁଙ୍କ ମୁଖୁ ଏହା ଶୁଣି ଆନନ୍ଦେ ପୁରୁଷ ତରୁଣୀ। ବୋଇଲେ ଦାସ ବିଶ୍ୱମ୍ବର ଭୋ ସଖୀ ଶୁଣ ମୋ ଉତ୍ତର, ପାଛୋଟି ସାଧୁଙ୍କ ସଙ୍ଗର ଯାଉଅଛି ମୁଁ ଖଣ୍ଡେ ଦୂର। ପୁତ୍ର ଖଣ୍ଡିଆ ମୁଣ୍ଡ ଆଣ ଧରି ମୁଁ ଥିବି ଲୁଚାଇଣ, ସାଧୁମାନଙ୍କୁ ଦେଖାଇବି ଏକାନ୍ତ ସ୍ଥାନେ ପକାଇବି। ଶୁଣି ସୁନ୍ଦରୀ ତୋ ସଚିତେ ମୁଣ୍ଡ ଯେ ଦେଲା ସ୍ୱାମୀ ହସ୍ତେ, ପୁତ୍ରର ମୁଣ୍ଡ ପିତା ଧରି କାଖେ ଯାଚିଲା ଗୋପ୍ୟ କରି। ଉତ୍ତମ କରିଣ ଘୋଡ଼ାଇ ଚଳିଲେ ଧୀର ଧୀର ହୋଇ, କହିଲେ ବିନୟ ବଚନ ବିଜୟ କର ପ୍ରଭୁ ମନେ। ଶୁଣି ଚଳିଲେ ଯେ ଅତିଥେ ବାବାଙ୍କୁ ଘେନିଣ ସଙ୍ଗତେ, କେତେକ ଦୂର ଚଳିଗଲେ ବିଶ୍ୱମ୍ବରଙ୍କୁ ପଚାରିଲେ, କାହିଁ ତୋହର ନିଜ ସୁତ ସଙ୍ଗତେ ଆଣି ନାହୁଁ ତୁତ। କାଲି ଅନେକ ସେବା କଲା ଆଜ ତ ଦେଖା ହିଁ ନ ଦେଲା, ସାଧୁଙ୍କୁ କରନ୍ତା ଦର୍ଶନ କିମ୍ପା ନଇଲା ତ ନନ୍ଦନ। ଏବେ ତୁ ଯାଅ ତତ୍ପର ଘେନିଣ ଆସ ତ କୁମର, ନୋହିଲେ ଏହିଠାରେ ଥିବୁ ତାକୁ ନ ଦେଖିଲେ ନ ଯିବୁ। ତାହା ଶୁଣିଣ ବିଶ୍ୱମ୍ବର ବେନି ନୟନୁ ବହେ ନୀର, ତା ଦେଖି ସମସ୍ତ ଅତିଥ ବୋଇଲେ କାନ୍ଦୁଅଛୁ ତୁତ। କିଅ ବା ପଡ଼ିଲା ବିପତ୍ତି ସ୍ୱରୂପ କହ କି ନା ଏଥି,
ମାୟା ନ କରି କହ ସତ ସମସ୍ତ ସାଧୁଙ୍କ ଗ୍ରତ। ତାହା ଶୁଣିଣ ବିଶ୍ୱମ୍ବର କାଖୁ କାଢ଼ିଲେ ପୁତ୍ର ଶିର। ଖଣ୍ଡିଆ ମୁଣ୍ଡ ତଳେ ଥୋଇ ସାଷ୍ଟାଙ୍ଗେ ଦଣ୍ଡବତ ହୋଇ ଉଠି କପାଳେ ଦେଇ କର ବୋଇଲା ଦେଖ ମୋ କୁମର। ଯାହା ଲେଖିଛି ବେଦବର ଆନ କରିବା ଶକ୍ତିକାର। ତା ଦେଖି ସକଳ ଅତୀତ କ୍ଷଣକେ ହୋଇଲେ ସ୍ଥକିତ। ବୋଇଲେ ତୋର ପୁତ୍ର ମୁଣ୍ଡ କହ କେ କଲା ବେନିଖଣ୍ଡ। ଆମ୍ଭେ ସକଳ ସାଧୁ ଯିବୁ ତା ବଂଶ ନିବଂଶ କରିବୁ। ତା ଶୁଣି ବୋଲେ ବିଶ୍ୱମ୍ବର ଏଥିରେ ଦୋଷ ନାହିଁ କାର। ତୁମ୍ଭର ମଣ ହିଁ ନିମନ୍ତେ ଘୃତ ହେ ନ ମିଳିଲା ମୋତେ। ତେଣୁଟି ପିତା ପୁତ୍ର ଗଲୁ ସାଧୁର ମନ୍ଦିରେ ପଶିଲୁ। ତା ଘରେ ସିନ୍ଧି ଗୋଟି ଖୋଳି ପୁତ୍ର ପଶିଲା ତହିଁ ଗଳି। ଘୃତ ବଢ଼ାଇ ମୋତେ ଦେଲା ପୁତ୍ର ମୋ ଗଳି ଆସୁଥିଲା। ସାଧୁ ତ ଚେତନା ପାଇଲା ପୁତ୍ରକୁ ଓଟାରି ଧରିଲା। ମୁହିଁ ଝିଙ୍କିଲି ଧରି ଶିର ତା ଦେଖି ବୋଇଲା କୁମର। ଚିହ୍ନା ନ ପଡ଼ୁ ମୋର ଶିର କାଟିଣ ଦିଅ ହେ ପିଅର। ଘୃତ ଘେନିଣ ବେଗେ ଚଳ ସାଧୁଙ୍କ ସେବା ଆମ୍ଭ ମୂଳ। ତା ଶୁଣି କାଟିଲି ମୋ ମୁଣ୍ଡ ଘେନି ଅଇଲି ଘୃତ ଭାଣ୍ଡ। ତୁମ୍ଭ ଚରଣେ ସମର୍ପିଲି ମୁଣ୍ଡ ମୁଁ ଲୁଚାଇ ରଖିଲି। ଏମନ୍ତେ ମଲା ମୋର ସୁତ ଏ ଦୁଃଖ ମୋହରି ଅର୍ଜିତ। ଭାଗ୍ୟ ମୋର ଜିଛି ଯାହା ଅବଶ୍ୟ ଭୁଞ୍ଜିବ ହିଁ ତାହା। ଶୁଣି ସକଳ ସାଧୁ ଜନ ଭକ୍ତକୁ ବୋଇଲେ ବଚନ। ଧନ୍ୟରେ ତୋହର ଜୀବନ ଧନ୍ୟ ତ ପତ୍ନୀ ତୋ ନନ୍ଦନ। ଆମ୍ଭ ସକାଶେ ପୁତ୍ର ମଲା ଏହା ଦଇବ ଭିଆଇଲା। ସକଳ ସାଧୁ ଏକ ହୋଇ ବୋଲନ୍ତି ଭକ୍ତ ମୁଖ ଚାହିଁ। ତୋ ପୁତ୍ର ଗଣ୍ଡି ଅଛି ଯହିଁ ଆମ୍ଭଙ୍କୁ ଘେନି ଚଳ ତହିଁ। ଅବଶ୍ୟ ତୋ ପୁତ୍ର ବଞ୍ଚିବ ତୋ ଯଶ ଯୁଗେ ଯୁଗେ ଥିବ। ଏହା ଶୁଣିଣ ବିଶ୍ୱମ୍ବର ସାଧୁଙ୍କୁ ଘେନିଣ ସଙ୍ଗର। ପୁତ୍ରର ଗଣ୍ଡି ଥିଲା ଯହିଁ ସାଧୁଙ୍କୁ ଦେଖାଇଲା ନେଇ। ଦେଖିଲେ ଦାତାର କୁମର ବସିଛି ଶୂଳର ଉପର। ଶୂଳରୁ ଶବ ଘେନି ଆସି ମଧ୍ୟେ ପକାଇ ବେଢ଼ି ବସି। ଗଣ୍ଡି ମୁଣ୍ଡକୁ ଯୋଡ଼ି ଦେଲେ ତୁଳସୀ ଦଳ ଘୋଡ଼ାଇଲେ। ବୋଇଲେ ଧର୍ମ ଯେବେ ସତ୍ୟ ନିଶ୍ଚୟ ବଞ୍ଚୁ ଏ ବାଳୁତ। ପ୍ରଭୁ ମହିମା ଯେବେ ସତ୍ୟ ପୁରାଣ ଯେବେ ହେବ ତଥ୍ୟ। ଯେ ପ୍ରାଣୀ ପର ଉପକାରେ କିଅ ବା ହରି ଭଜନରେ। କି ଦିନ ରକ୍ଷଣ ନିମନ୍ତେ କିଅ ବା ସାଧୁ ସେବା ଅର୍ଥେ। ଅନଳେ ପଶିଲେ ସେ ଯାଇ ତ୍ରାହି କରନ୍ତି ଭାବଗ୍ରାହୀ। ଏ କଥା ମାନ ଯେବେ ସତ କିମ୍ପା ମରିବ ଏ ବାଳୁତ। ଶରଣ ପଞ୍ଜର ତ ବାନା ଭବ ଭୟକୁ ବଜ୍ର ସେନା। ଯେବେ ତ ମହିମା ପ୍ରମାଣ ତେବେ ପୁତ୍ର ପାଉ ପ୍ରାଣ। ନହିଲେ ମରିବୁ ସମସ୍ତେ ଯେବେ ମଲା ଭହିତେ। ଏମନ୍ତେ ସର୍ବସାଧୁ ବୃନ୍ଦ ମନରେ ଚିନ୍ତିଲେ ଗୋବିନ୍ଦ। ଜୟ କରୁଣାମୟ ସିନ୍ଧୁ ଜୟ ଜଗତ ଜନବନ୍ଧୁ। ଜୟ କୋଦଣ୍ଡ କାଣ୍ଡ ମୂର୍ତ୍ତି ଜୟ ଜାନକୀ ପ୍ରାଣପତି। ଜୟ ତୁ ଜୟ ଜଗନ୍ନାଥ ଜୟ ଲକ୍ଷ୍ମଣ ଜ୍ୟେଷ୍ଠ ଭ୍ରାତ। ଜୟ ହେ କୌଶଲ୍ୟା ନନ୍ଦନ ଜୟ ହେ ମୁନିଙ୍କ ନନ୍ଦନ। ଦଶରଥଙ୍କର ଆତ୍ମଜ ଜୟ ଦେବାଧିଦେବରାଜ। ଭବିଷ୍ୟବାସ ଚରାଚର ଯାହାର ଆଜ୍ଞାରେ ପ୍ରଚାର। କୋଟି ବ୍ରହ୍ମାଣ୍ଡ ଯାଚରଣ ଜଗତ ସଂସାର କାରଣ। ଯାହା ଆଜ୍ଞାରେ ସିନ୍ଧୁ ଜଳେ ନ ବୁଡ଼ି ଭାସନ୍ତି ଶୈଳେ। ଏମନ୍ତେ କଲେ ନାମ ଧ୍ୱନି ତକ୍ଷଣେ କମ୍ପିଲା ମେଦିନୀ। ତାହା ଜାଣିଲେ ବ୍ରହ୍ମରାଶି ମାୟାରେ ପୁଅ ପାଶେ ଆସି। ଜୀବନ ଦାନ ଦେଇ ଗଲେ ସେ କଥା କେହି ନ ଜାଣିଲେ। ତକ୍ଷଣେ ଉଠିଲା ନନ୍ଦନ ଭଜିଲା ଶ୍ରୀ ମଧୁସୂଦନ। ସାଧୁଙ୍କୁ ପ୍ରଣମିତ ହେଲା ପିତାଙ୍କ ଚରଣେ ଲୋଟିଲା। ଦେଖିଣ ଏମନ୍ତ ଚରିତ ସେ ଦେଶ ଲୋକ ଆଚମ୍ବିତ। ବୋଇଲେ ଧନ୍ୟ ଏହା ଜୀବ ଏହା ଦର୍ଶନେ ଅଛି ଲାଭ। ତା ଦେଖି ସାଧୁମାନେ କୋଳେ ଧରି ଆନନ୍ଦ ସୁଖ ଭୋଳେ। ଯହୁଁ ତା ସୁମନ ଦେଖିଲେ ସୁମନ ବୋଲି ନାମ ଦେଲେ। ବୋଇଲେ ଦେଉଛୁ କଲ୍ୟାଣ ଲଭ ତୁ ଶ୍ରୀହରି ଚରଣ।
एबे पिताଙ୍କୁ ଘେନି ତୋର ଯାଅ ତ ଜନନୀ ପାଶର ହେମନ୍ତ କହିଣ ଅତିଥେ ଚଳିଣ ଗଲେ ଯେ ଝାମତେ ଏଣେ ଯେ ପିତା ପୁତ୍ର ଗଲେ ମନ୍ଦିରେ ପ୍ରବେଶ ହୋଇଲେ ଜନନୀ ପୁତ୍ର ପାଇ କୋଳେ ବୁଡ଼ିଲା ସ୍ନେହ ଭାବ ଜଳେ ଦେଖ ତାହାର ଭାଗ୍ୟ ଗୋଟି ମଲା ଯେ ଅଇଲା ଲେଉଟି ଜନନୀ ପିତା ପୁତ୍ର ହୋଇ ସୁଖେ ଭଜିଲେ ଭାବଗ୍ରାହୀ ସେ ଦେହ ଅନ୍ତେ ତିନି ଜଣ ଲଭିଲେ ଗୋବିନ୍ଦ ଚରଣ ଶୁଣ ହେ ମନୁ ନୃପନାଥ ଦାନର ମହିମା ହେମନ୍ତ ମୂର୍ଖ ଲୋକଙ୍କୁ ଏହା ମିଛ ସାଧୁଙ୍କୁ ଅଟଇ ପ୍ରତ୍ୟକ୍ଷ ଏ ମନ ଚୈତନ୍ୟ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ଭଣେ ଅଧମ ରାମ ଦାସ ସୁଜନ ଜନଙ୍କର ଦାସ ଶ୍ରୀରାମ ଅଭୟ ଚରଣେ ମୋଚିତ ରହୁ ଅନୁକ୍ଷଣେ ଏ ଦାଢ଼୍ୟତା ଭକ୍ତିର ସବାଣୀ ସୁଜନେ ତୋର ଏହା ଶୁଣି ବୁଢ଼ୀ ନ ମର ଭବ କୂପେ କୃଷ୍ଣ ଅନନ୍ତ ସାଧୁ ରୂପେ ତାହାଙ୍କୁ ଭଜି ହୁଅ ପାର ଏ କଥା ସର୍ବଶାସ୍ତ୍ରେ ସାର ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ ବିଶମ୍ବର ଦାସ ପତ୍ନୀ ପୁତ୍ର ମୋକ୍ଷ ଯୋଗ ନାମ ଷଷ୍ଠ ଅଧ୍ୟାୟ।